ଏଇ ଗଛଟା ହେଲା 2 ବର୍ଷର ପୁରୁଣା ଗଛ। ଆଉ ଏଇ ଗଛଟା ବହୁତ ଭଲ ଗଛ। ତ ଏଇଟାରେ କିଛି ଖାସ୍ ଏମିତି କିଛି କଥା ଅଛି ଯୋଉଥିପାଇଁ ମତେ ବହୁତ ହିଁ ଭଲ ଲାଗେ। ତ ଏଇ ଗଛରେ ଏମିତି କଣ ଖାସ୍ ଅଛି ଆପଣମାନଙ୍କୁ ତ ମୁଁ ଜଣେଇବି। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଆଉ ଗୋଟେ କଥା ବି ମୁଁ କହିଦଉଛି। ଯେମିତି ମୋର ନିତିଦିନିଆ ଫୁଲ ଗଛ ଭିତରେ ଏଇ ଗଛଟା ଗୋଟେ ପ୍ରକାର ଆସୁଛି। ଯେମିତି ନିତିଦିନିଆ ଫୁଲ ଗଛ ବୋଲି ବାରମାସୀ ଫୁଲ। ବାରମାସୀ ଫୁଲ ପାଇବା ପାଇଁ ପ୍ରଥମେ ଆମେ ମନ୍ଦାରକୁ ହିଁ ଚୁଜ୍ କରନ୍ତି। ମନ୍ଦାର ଗଛଟା ଆମର ଏମିତି ନର୍ମାଲି ବାରମାସୀ ଫୁଲ ଦେଇଥାଏ। କିନ୍ତୁ ସେବତୀରେ ଏମିତି କୌଣସି ପ୍ଲାଣ୍ଟ ନାହିଁ ଯେ ଯୋଉଟା କି ଆମକୁ ବାରମାସୀ ଫୁଲ ଯୋଗେ। କିନ୍ତୁ ଏଇ ଗଛଟା ହିଁ ମୋର ସେମିତି ମିଳିଛି ମତେ। ଆଉ ବହୁତ 6ଟା ଭଳିଆ ନର୍ସରୀ ମୁଁ ଘୁରିଲା ପରେ ଯାଇକି ମତେ ଏଇ ଗଛଟା ମିଳିଛି। ଯୋଉଟା କି ମତେ ଅଲ୍ ସିଜନ୍ ଫ୍ଲାୱାରିଂ ଦଉଛି। ଯୋଉଟା କି ମୋର ଗୋଟେ ପ୍ରକାର ମନ୍ଦାର ଫୁଲ ଭଳିଆ ମତେ ସବୁ ଦିନ, ସବୁ ମାସ, ସବୁ ବର୍ଷ ମତେ ଏଇ ଗଛ ଫୁଲ ଯୋଗଉଛି। ତ ଏଇଟା ମୋର ଗୋଟେ ନୁହଁ, ଏଇଟା ହଉଛି ମୋର ଏଇଭଳିଆ 2ଟା 3ଟା ଗଛ ମତେ ମିଳିଛି ଯୋଉଟା କି ବାରମାସୀ ଗଛ। ତ ଆଉ ଗୋଟେ ଗଛ କଣ ସେଟା ତ ମୁଁ ଶେଷରେ ଦେଖେଇବି ଆପଣମାନଙ୍କୁ। କିନ୍ତୁ ଏଇ ଗଛର କଣ କଣ ମୁଁ ଦଉଛି ଖାଦ୍ୟ ଏମିତି ଯୋଉଥିପାଇଁ ମୁଁ ଏ ଗଛକୁ 12 ମାସ ରଖିପାରୁଛି, 12 ମାସ ଏଥିରୁ ଫୁଲ ବି ପାଇପାରୁଛି। ତାପରେ ବି ଗଛ ବହୁତ ହେଲ୍ଦି ଆଉ ବହୁତ ସୁସ୍ଥ ଅଛି। ସେ ବିଷୟରେ ବି ଆଜି ଆପଣମାନଙ୍କୁ ବହୁତ ବଢିଆ ଟିପ୍ସ ଦେବି। ତ ସକାଳୁ ସକାଳୁ ସବୁଦିନ ଭଳିଆ ବଗିଚା କାମ ଆଜି କିଛି କରିମି ବୋଲିକି ଆସିଛି ଭାବି ଚିନ୍ତିକି। ସାଥିରେ ଧରିକି ଆସିଛି ଠାକୁରରୁ ବାହାରିଥିବା କିଛି ଫୁଲ ଆଉ କଦଳୀ ଚୋପା। ଯାହାବି ଯେମିତି ସବୁଦିନ ପରିବା ଚୋପା ଛାତରୁ ବାହାରେ ଆଉ କଚଡା ଯୋଉ ଛାତ ଉପରୁ ଖରକଣା ଯୋଉ କୁହନ୍ତି, ଛାତ ଉପରକୁ ଯୋଉ କଚଡା ବାହାରେ, ତା ସହିତ ଠାକୁର ଫୁଲ ଯାହା ଯେତିକି ସବୁ ବାଲ୍ଟିରେ ପକେଇକି ଖତ କରେ। କିନ୍ତୁ ଏଇ କିଛି ଦିନ ହବ ବର୍ଷା ଲଗାତାର ହଉଛି। ତ ସେଥିପାଇଁ ମୁଁ ଆଉ କିଛି ବାଲ୍ଟିରେ କିଛି ଖତ ପକଉନି, କାରଣ ଗନ୍ଧେଇବ। ଆଉ ମାନେ ଯୋଉଟା କି ଆମର ଅଳିଆ ଲାଗିବ, ଯେମିତି ଅପରିଷ୍କାର ହେଇଯିବ ବୋଲି। କିନ୍ତୁ ବର୍ଷା ଛାଡିଲା ପରେ ପରେ ଖରା ପାଗ କଲେ ପୁଣି ପକେଇମି ଅଳିଆ। ଯାହା ବି ହଉ ଏଇଟା ଆମ ସବୁ ଛୋଟ ବଡ ଗଛ ପାଇଁ ଏଇଟା ଗୋଟେ ଅମୃତ ଭଳିଆ କାମ କରେ। ତାପରେ ଆଉ କଣ ଯେ, ତ ଏବେ ଯିବା ଆମର ଗଛ ଫୁଲ ବିଷୟରେ କିଛି ଜାଣିବା। କିନ୍ତୁ ତା ପୂର୍ବରୁ ଆପଣ ମାନେ ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ ନିହାତି ଭାବେ କରନ୍ତୁ। ଯେମିତି ଆଗକୁ ମୋ ନୂଆ ନୂଆ ଭିଡିଓ ଦେଖିପାରିବେ। ତ ଏବେ ଜାଣିବା ସେବତୀ ଗଛରେ 12 ମାସ କେମିତି ଫୁଲ ଫୁଟିଲା ଆଉ 12 ମାସ ଏଇଭଳିଆ ଫୁଲ ପାଇଁ କିଛି ଗଛରେ ଦେଇଛି। ମୁଁ ନର୍ସରୀରୁ ବୁଝିକି କିନ୍ତୁ ସବୁଠାରୁ ମେନ୍ ପଏଣ୍ଟ କୁ ଯିବା। ଏଠି ଯେତିକି ସେବତୀ ଏବେ ଦେଖୁଛନ୍ତି, ଏ ସବୁ ସେବତୀ ଗଛରୁ ଫୁଲ ଡେଲି ଡେଲି ମତେ ଫୁଟୁନି କି ଡେଲି ଡେଲି ମତେ ଫୁଲ ମିଳୁନି। ମାତ୍ର 2ଟା ଗଛ ଅଛି ୟା ଭିତରୁ ଯୋଉଟା 12 ମାସ ଫୁଟୁଛି। ତ ସେଇ ଗଛ ବି ବହୁତ ଦିନ ଖୋଜା ଖୋଜି ପରେ ମତେ ମିଳିଛି। ଯେମିତି 6ଟା 7ଟା ନର୍ସରୀ ବୁଲିବା ପରେ ଯାଇକି ମତେ ଏଇ 12 ମାସ ସେବତୀ ଗଛ ମିଳିଲା। କିନ୍ତୁ ଆଉ ଗୋଟେ ସେବତୀ ଗଛ ମତେ ମାଗଣାରେ ମିଳିଲା। କୋଉଠୁ ମିଳିଲା କହିଲେ, ଥରେ ଭାଉଜ ଭିଡିଓ କଲରେ ଦେଖେଇଥିଲେ ଯେତେବେଳେ ଖରା ଦିନ ଥିଲା। ତ ଖରା ଦିନରେ ତାଙ୍କ ସେବତୀ ଗଛରେ ଫୁଲ ଦେଖିକି ହଉଛି ମତେ ବହୁତ ଭଲ ଲାଗିଲା। ତାପରେ ଆଉ କଣ ଯାହାକୁ ଖୋଜୁଥିଲି ତାକୁ ଯଦି ମାଗଣାରେ ପାଇଲା ପରେ ଆଉ କଣ ଛାଡିବି। ବାପା ଘରକୁ ଯାଇକି ସେ ସେବତୀ ଗଛର ଗୋଟେ ଛୋଟ ତଳୁ କୁଆଁ ବାହାରିଥିଲା, ତାକୁ ଆଣିଥିନି। ଆଉ ଗୋଟେ ହଉଛି ଡାଳ ଆଣିଥିନି। କାହିଁକିନା ଛୋଟ କୁଆଁ ଟା ଉପରେ ବିଶ୍ୱାସ ନଥିଲା କାଳେ ମରି ମାରି ଯିବ ବୋଲିକି ଆଉ ଗୋଟେ ଡାଳଟେ ଆଣିଥିଲି। ତ ସେଟା ଧଳା ରଙ୍ଗର ସେବତୀ ଥିଲା। ସେଟା ମଧ୍ୟ ଆଜି ଯାଏ ଗଛର ଗ୍ରୋଥ 2 ଗୁଣ ବଢିଗଲାଣି। 12 ମାସ ଫୁଲ ବି ମତେ ସେଇ ଗଛରୁ ମିଳୁଛି। ସେଥିପାଇଁ ମନ ତ ମୋର ବହୁତ ଖୁସି। କିନ୍ତୁ ବେଳେ ବେଳେ ଗାଁ ରେ ଏମିତି ଗଛ ଥିବ ଯୋଉଟା ନର୍ସରୀରେ ବହୁତ ଖୋଜିଲା ପରେ ବି ଆମକୁ ମିଳେନି। ସତ କହିଲି ନା? ତ ଏବେ ଯିବା ଚାଲନ୍ତୁ ଗଛ ବିଷୟରେ ଆମେ ସାଙ୍ଗମାନେ କିଛି ଜାଣିବା। ତ ଏଇ ଗଛକୁ ଆମେ କେମିତି କଣ ପ୍ରୁନିଂ କରିବା, କେମିତି ଯତ୍ନ ନବା, ତା ସହିତ ଏଇ ଗଛର କିଛି ଗୋଟେ ଖାସ୍ କଥା ଆପଣ ମାନଙ୍କୁ କହୁଥିଲି ପ୍ରଥମରୁ, କିଛି ଖାସ୍ କଥା ସେମିତି ଅଛି। ତ ଖାସ୍ କଥାଟା କଣ ଏବେ ଆପଣ ମାନଙ୍କୁ ମୁଁ ଜଣେଇବି। ତ ପ୍ରଥମେ ତ ମୁଁ ତାକୁ ରିପୋର୍ଟିଂ କରୁଛି। ତ ରିପୋର୍ଟିଂ ସମୟରେ ମୁଁ କିଛି ମାଟି ତା ସହିତ ଭର୍ମି କମ୍ପୋଷ୍ଟ ଆଉ କୋକୋପିଟ୍ ର ପ୍ରୋଟିନ ମିକ୍ସଚର ତା ସହିତ କାଉଡଙ୍ଗ, ଯୋଉଟା କି ଗୋବର ଖତର ଶୁଖିଲା ପାଉଡର ଆସେ। ତ ତାକୁ ଦେଇକିରି ହିଁ ମୁଁ ଗଛ ଲଗେଇଥିଲି। ଆଉ ଏଠି କିଛି ସଫ୍ଟ ପ୍ରନିଂ କଲି। ଗଛକୁ କେତେ ଥର ଆପଣ ପ୍ରନିଂ କରିବା ଦରକାର, ଗଛକୁ କେତେ ଥର ପିଞ୍ଚିଂ କରିବା ଦରକାର, ତା ସହିତ ଗଛରେ କଣ ହରମୋନ, ଫର୍ଟିଲାଇଜର ଆଉ କଣ ସବୁ ବୁଷ୍ଟର ଦବା ନିହାତି ଦରକାର ଗଛର ଗ୍ରୋ ପାଇଁ, ସେ ବିଷୟରେ ଆପଣ ମାନଙ୍କୁ ଏବେ ଜଣେଇବି। ତ ପ୍ରଥମେ ତ ମୁଁ ଫାଷ୍ଟ ଯେତେବେଳେ ଗଛ ଲଗେଇଥିଲି, ଏଇ ଗଛକୁ କଢ ଆସିବା ଲାଗିଗଲା ନିହାତି 3 ରୁ 4 ମାସ ଭଳି ଲାଗିଲା ଏ ଗଛର କଡ ଆସିବା। କିନ୍ତୁ ଗଛର ପିଞ୍ଚିଂ ପ୍ରଥମେ ମୁଁ କରିଥିଲି 2 ସପ୍ତାହ ଛାଡିକି, ଗଛ ଲଗେଇବାର 2 ସପ୍ତାହ ଛାଡିକି ଫାଷ୍ଟ ପିଞ୍ଚିଂ କରିଥିଲି। ସେକେଣ୍ଡ ପିଞ୍ଚିଂ କରିଥିଲି ମୁଁ ଗଛର ଟିକେ 2 ଗୁଣ ଗ୍ରୋଥ ଆସିଲା ପରେ। ଥାର୍ଡ ପିଞ୍ଚିଂ କରିଥିଲି ପ୍ରଥମ କଡ ଆସିଲା ପରେ।
ତ ଏଠି ଆପଣ ଦେଖିପାରୁଥିବେ ଏବେ ଭିଡିଓରେ ମୁଁ ଏଠି କିଛି ଠାକୁରର ଘରୁ ବାହାରିଥିବା ଯୋଉ ପୂଜା ହେଲା ପରେ ଯୋଉ ଠାକୁରର ଭୋଗ ବାହାରିଛି, ଯୋଉଟା କି ଆମର କଦଳୀ ଚୋପା କଦଳୀ ଭୋଗ, ସେ ସବୁକୁ ମୁଁ ସେବତୀ ଗଛ ମୂଳରେ ଆଡ କରୁଛି ଡାଇରେକ୍ଟ ଭାବରେ। ଆପଣ ସେବତୀ ଗଛର ଗୋଟେ ଫର୍ଟିଲାଇଜର ବନେଇକି ବି ମଧ୍ୟ ଏଠାରେ ଦେଇପାରିବେ, କିନ୍ତୁ ମୁଁ ଏଠାରେ ଡାଇରେକ୍ଟ ଭାବରେ ଦଉଛି, କାହିଁକିନା ଡାଇରେକ୍ଟ ଦବା ବହୁତ ଭଲ। କଦଳୀର ଏମିତି କିଛି ଭିଟାମିନ ଥାଏ ଆଉ ଏମିତି କିଛି କ୍ୟାଲସିୟମ ଥାଏ ଯୋଉଟା କି ଆମର ସେବତୀ ଗଛ ପାଇଁ ବହୁତ ହି ଜରୁରୀ। ବହୁତ ନ୍ୟୁଟ୍ରିସନ ବି ଗଛକୁ ମିଳିଥାଏ, ତା ସହିତ ପୋଟାସିୟମ ବି ବହୁତ ସାରା ମିଳିଥାଏ ଗଛକୁ, ଯାହାକି ଆମର ଗଛ ପାଇଁ ବହୁତ ଜରୁରୀ। ତାପରେ ଆମେ ହଉଛି ମୁଁ ଆଉ କିଛି ନୂଆ ବି ଆପଣ ମାନଙ୍କୁ ଜଣେଇବି ଗଛର ସିକ୍ରେଟ କିଛି। ତ ଏଇ ଗଛର ମତେ ସିକ୍ରେଟ କଣ ଲାଗେ, ଯେମିତି ମୁଁ କିଛି ଗଛର କିଛି ନୂଆ ଜାଣିଛି ଏ ଗଛ ବିଷୟରେ। ତ ଏଇ ଗଛ ହଉଛି ମତେ ଯେତେବେଳେ ମୁଁ ପିଞ୍ଚିଂ କରିଥିଲି ବା ପ୍ରନିଂ କରିଥିଲି, ସଫ୍ଟ ରନିଂ ଫାଷ୍ଟ କଡ ଆସିଥିଲା। ଫାଷ୍ଟ କଡ ପରେ ପରେ ମୁଁ ସେ ଗଛକୁ ଡାଳ ଲଗେଇବା ପାଇଁ ବହୁତ ଥର ଟ୍ରାଏ କରିଛି, କିନ୍ତୁ ସେ ଗଛର ଡାଳ ଆଦୌ ଲାଗେ ନାହିଁ। ଏବେ ଗୋଟେ ଦିଟା 8-10ଟା ଭଳିଆ ଡାଳ ଲଗେଇଥିଲି, ମାତ୍ର ଗୋଟେ ଦିଟା ଭଳିଆ ଡାଳ ବଞ୍ଚିଛି। ତା ଭିତରେ ବି ସେ ଡାଳ ଗୁଡା ବଞ୍ଚିବ କି ନାହିଁ ମୁଁ ତ ସିଓର ନୁହଁ, ତଥାପି ମୁଁ ଲଗେଇଛି, ତ ଦେଖାଯାଉ। ତାପରେ ଏଇଟା ଗୋଟେ ମୁଁ ଯୋଉ ନର୍ସରୀରୁ ମୁଁ ଆଣିଥିଲି 12 ମାସୀ ଗଛ ବୁଝିକିରି, ତାର ପ୍ରାଇସ ପଡିଥିଲା ମତେ ସେବତୀର 100 ଟଙ୍କା। ସେବତୀ ନର୍ମାଲି ମୁଁ ଯୋଉ କିଣେ ନା ତାର ପ୍ରାଇସ ଆସେ 20 ଟଙ୍କା, କିନ୍ତୁ ଏଇଟା ଯେହେତୁ ମୋର 12 ମାସ ଆଉ ଦେଶୀ ଗଛ, ଦେଶୀର ଏଇଟା ଗୋଟେ ପ୍ରକାର ଅଲ ସିଜନ ପ୍ଲାଣ୍ଟ, ତ ହଉଛି ଏଇଟା ଯେହେତୁ 12 ମାସ ଗଛ ତ ସେଥିପାଇଁ 100 ଟଙ୍କା ନେଇଥିଲେ। ତା ସହିତ ହଉଛି ମତେ ଯେହେତୁ ଏଇଟା ବହୁତ ଦରକାର ଥିଲା ଏଇ ଗଛଟା, ତ ସେଥିପାଇଁ ମୁଁ ଆଣିଥିଲି ବି, ଯାହା ଯେତିକି ରେଟ୍ ପଡୁ 150 ଟଙ୍କା କହିଥିଲେ ବି ମଧ୍ୟ ମୁଁ ଆଣିଥାନ୍ତି, ତ ସେଥିରେ କିଛି କଥା ନାହିଁ, କିନ୍ତୁ 100 ଟଙ୍କା ପଡିଥିଲା। ତ ସେଇ ନର୍ସରୀରୁ ମୁଁ ଆଉ ଗୋଟେ ଗଛ ବି ଆଣିଥିଲି ଏଇ 2 ଦିନ ହବ। ତ ଏଇଟା ହେଲା ମୋର ଧଳା ସେବତୀ। ଧଳା ସେବତୀ ତ ବାପ ଘରୁ ଆଣିଛି ଗୋଟେ ବଢିଆ ଭାବରେ, କିନ୍ତୁ ସେଟା ଗୋଟେ ପାଖୁଡିଆ ବାଲା, କିନ୍ତୁ ଏଇଟା ଯେହେତୁ ଗୋଟେ ଡବଲ ପେଟାଲ ବାଲା ଯୋଉଟା କି ଥୋପା ବାଲା କୁହନ୍ତି, ତ ଏଇଟା ଯେହେତୁ ଥୋପା ବାଲା ସେଥିପାଇଁ ଭାବିଲି କାଳେ ଏଇଟା ବି କାଳେ ଅଲ ସିଜନ ପ୍ଲାଣ୍ଟ ହେଇଯିବ, ତ ସେଥିପାଇଁ ଭାବିକି ନେଇ ଆସିଥିଲି। କିନ୍ତୁ ଏଇ ଗଛ ବଞ୍ଚିଛି, କିନ୍ତୁ ଫୁଲ ଆଉ ଆଦୌ ଫୁଟୁ ନାହିଁ। ତ ଆଗକୁ ଫୁଟିବ କି କଣ ମୁଁ ବି ଜାଣିନାହିଁ, ତ ଦେଖିବା କଣ ହଉଛି। କିନ୍ତୁ ଏଇ ଗଛକୁ ମୁଁ ଏମିତି ଷ୍ଟେପ ଅନୁସାରେ ଲଗେଇଛି, ଯେମିତି ମୁଁ ସେ ହଳଦିଆ ଗଛକୁ ଲଗେଇଥିଲି। ଯେମିତି ଖାଦ ନର୍ମାଲ ଗାର୍ଡେନ ସଏଲ ତା ମୂଳରେ ଦେଇଥିଲି, ଫାଷ୍ଟ ଦେଇଥିଲି ଡବାରେ, ଯୋଉଟା କି ଚକୋଲେଟ ଡବାରେ ଯୋଉ ଲଗେଇଛି, ଫାଷ୍ଟ ଦେଇଥିଲି ମୁଁ କିଛି ପତ୍ର ଡାଳ କେନା କିଛି ଦେଇଥିଲି, ଯୋଉଟା କି ଓଭର ୱାଟରିଂ ନ ହବା ପାଇଁ। ତା ସହିତ ମୁଁ ନର୍ମାଲ ଗାର୍ଡେନ ସଏଲର କିଛି ଗୁଡଗୁଡିଆ ମାଟି ଦେଇଥିଲି, ଯୋଉଟା କି ପୁରା ରଗଡା ମାଟି କୁହନ୍ତି। ତାପରେ ଦେଇଥିଲି ବର୍ମି କମ୍ପୋଷ୍ଟ ଆଉ କୋକୋପିଟ୍ ର ପ୍ରୋଟିନ ମିକ୍ସଚର, ତା ସହିତ କାଉଡଙ୍ଗ ଯୋଉଟା କି ଗୋବର ଖତ। ତାପରେ ପୁଣି ନର୍ମାଲ ଗାର୍ଡେନ ସଏଲ ଦେଇଥିଲି, ଯୋଉଟା କି ଆମର ପୁରା ପ୍ଲେନରେ ଆସିବ। ତାପରେ ଗଛଟାକୁ ରିପୋର୍ଟିଂ କରିଥିଲି। ତ ଏବେ ଦେଖନ୍ତୁ ଗଛ ଲଗେଇବାର ମାତ୍ର ଗୋଟେ ସପ୍ତାହ ପରେ ଫୁଲ ବହୁତ ବଢିଆ ଭାବରେ ପେନ୍ଥା ଧରିକି ଆସିଛି। କିଛିଟା ମୁଁ ପ୍ରନିଂ କରିଥିଲି ଗଛ ଲଗେଇବା ପରେ ପରେ। ତ ଆଜି ମୁଁ ତାକୁ ହଉଛି କିଛିଟା ଲିମ୍ବ ତେଲ ସ୍ପ୍ରେ କରୁଛି, ଆଉ ତା ସହିତ କୋକୋପେଟ୍ ର ଯୋଉଟା କି ପ୍ରୋଟିନ ମିକ୍ସଚର ଆସେ ପୁରାପୁରି ବ୍ଲାକ କଲର ର। କୋକୋପେଟ୍ ର ପ୍ରୋଟିନ ମିକ୍ସଚର ଦୁଇଟି କ୍ୱାଲିଟିର ଆସେ, ଗୋଟେ ହଉଛି ବ୍ରାଉନ କଲର ଆସେ, ଗୋଟେ ବ୍ଲାକ କଲର ଆସେ। ତ ଦିଟା ଯାକ ଆପଣଙ୍କ ଗାର୍ଡେନ ପାଇଁ ବହୁତ ହି ଜରୁରୀ, ଆପଣଙ୍କ ଗାର୍ଡେନର ଗଛର ହରାଭରା ପାଇଁ, ଆଉ ଗଛର ନିଉ ବେବି ବ୍ରାଞ୍ଚ ବାହାରିବା ପାଇଁ, ଆଉ ଏଇଭଳି ଭାବରେ ନୂଆ ବେବି ଗ୍ରୋଥ କରିବ। ବେବି ପ୍ଲାଣ୍ଟ ଯୋଉଟା କି କୁହନ୍ତି ବେବି ବ୍ରାଞ୍ଚ ବା ବେବି ପ୍ଲାଣ୍ଟ, ତ ବେବି ପ୍ଲାଣ୍ଟର ରିଗ୍ରୋଥ ପାଇଁ। ତ ଏଇଟା ହେଲା ମୋର ଧଳା ସେବତୀ, ଯୋଉଟା କି ବାପ ଘରୁ ଆଣିଥିବା ଗଛ। ତ ଏଥିରେ ହଉଛି କଡ ବହୁତ ସାରା ହେଇଛି ଏବେ ବି, ଆଉ ଫୁଲ ବି ଫୁଟୁଛି ଗୋଟେ ଗୋଟେ, ଯୋଉଟା କି ଠାକୁର ପୂଜା ପାଇଁ ଲାଗୁଛି, ମା ନେଇଯାଉଛନ୍ତି। ତ କଢ ହେଇଛି ବହୁତ ସାରା। ତ ଆଜି ତାର ସଫ୍ଟ ରନିଂ କରୁଛି, ଆଉ ତାର କିଛି କେୟାରିଂ, ଯେମିତି ତାର ଶୁଖିଲା ପତ୍ର ଡାଳ କିନା ଯାହା ଯେତିକି ଅଛି ଆଗଡଙ୍ଗ ବାଗଡଙ୍ଗ ଯାହା ଯେତିକି ସବୁ ବାହାର କରିଦେଲି ପ୍ରଥମେ। ତାପରେ ତାକୁ କ୍ଲିନ କରିସାରିଲା ପରେ କିଛି ସାର ଦେଇଛି। ସାର ମୁଁ ଏଠି ଅଧିକ ଜମାରୁ ବି ଆଡ କରିନି, ମାତ୍ର ହାଫ ଚାମଚ ଆଡ କରିଛି ସାର। ଗଛର ଗ୍ରୋଥ ତ ଠିକ ଠାକ ଅଛି। ସାର ଟା ଦିଅନ୍ତି କେବଳ ଗଛର ଗ୍ରୋଥ ବଢେଇବା ପାଇଁ, ଯେମିତି ଡେଙ୍ଗା କରିବା ପାଇଁ, କିନ୍ତୁ ଏଇ ଗଛଟା ଆମର ଯୋଉ ବାପ ଘରୁ ଆଣିଥିଲେ ଏଇଟା ବହୁତ ଡେଙ୍ଗା ହଉଛି। ଏଇ ଯୋଉ ଆମେ ଅଲ ସିଜନ ପ୍ଲାଣ୍ଟ କହିକି ଆଣନ୍ତି, ଏଇଟା ପ୍ରକୃତରେ ହାଇବ୍ରିଡ ଗଛ ହେଇନଥାଏ। ଏଇଟା ହଉଛି ପ୍ରକୃତରେ ଦେଶୀ ଗଛ। ଦେଶୀ ଗଛ ଭିତରେ ବି କେତେଟା କ୍ୱାଲିଟି ଥାଏ, ଯୋଉଟା କି ଆମକୁ କିଛିଟା ଥାଏ ସିଜନାରୀ ଅନୁସାରେ ଫୁଟିଥାଏ, ଆଉ କିଛିଟା ଥାଏ 12 ମାସ ଫୁଲ ଫୁଟିଥାଏ। ତା ମଧ୍ୟରୁ ଏଇ ସବୁ କିଛିଟା ମିଳିଛି ମତେ। ତାପରେ ଏଇ ଯୋଉ ଗଛଟା ଆପଣ ଏବେ ଦେଖୁଛନ୍ତି, ଏଇଟା ମୋର ଗୋଟେ ପ୍ରକାର ଦେଶୀ, କିନ୍ତୁ ଦେଶୀର ଏଇଟା ହଉଛି ମତେ କେବଳ ସିଜନାରୀ ଅନୁସାରେ ଫୁଲ ଫୁଟିଥାଏ, ଯୋଉଟା କି ମୋର ଶୀତ ଦିନର ଲାଷ୍ଟ ଆଡିକି। ତ ଆଜି ମୁଁ ଗଛରେ କିଛି ଖାଦ୍ୟ ଦେବି, ଯୋଉଟା କି ମୋର ହଉଛି ଘରେ ବନେଇଥିବା କିଛି ଫର୍ଟିଲାଇଜର। ଏଥିରେ ଫର୍ଟିଲାଇଜର ମୁଁ ମିକ୍ସ କରିଛି ଆଳୁ ଚୋପା, ତା ସହିତ ଚା ପତିର ଗୁଣ୍ଡ, ତା ସହିତ ମୁଁ କିଛି ମିଶେଇଛି କଦଳୀ ଚୋପା,
तो ये 3-4 प्रकार सहित मु किछि आउ गोटे नुआ मिसेइछि जोटा कि हमर कहंती पियाज चोपा। पियाज चोपार बहुत ही भल गुण थाए जेमिति कि हमर गछर ग्रो पाई आ गछर कोनोसी जीवाणु लागीबनी माटी रे सॉइल रे कोनोसी फंगस अटैक होबनी आ ता सहित हम गछ को ब्रांच डेवलप करिबारे हेल्प करिथाए। बहुत ही हेल्पफुल होइथाए हम गछ पई जोति पे मु पियाज चोपा को फर्टिलाइजर भाबरे करके ताको ऐड करिथाए मोर गार्डन रे। तो एबे मोर गछर तो बहुत सारा फूल कड़ा आपण देखि पारथुबे आ एबे किंतु ई वर्षा जो हेले लगातार वर्षा ता देरे किछि क्षति भी हे गला। तो मोर जोटा कि 12 मासी गछर तो कौन क्षति होला आपण मानू भी मु कहूची। तो ये जो क्षतिटा हला एटार होची गछ जोटा कि मु 12 मासी गछटा को रखिथिले टिके हल्का छाइरे रखिला परे सेतरे किछि सांबाली छुआ पड़ी गइतला। सांबाली रो छोटो छोटो छुआ जो तो ऊपर बड़ गछ जेहेतु थिला तो तारी छुआड़ा सब पड़ी से सब जाम थिला गछटा बहुत माने ग्रो बढ़िया थिला बोली सेठी किछिटा आउरी छुआड़ा को जन्मी चंदी। तो छुआड़ा को सब सेठी बहुत सारा हेतिले जोतरी कि मु देइतली सर्फ हैंड वाश आ ता सहित किछि मिसेइतली केरोसिन तेल। आपणक गछरे जदि सांबाली लागुची ताले सांबाली को दूर करिया पई सबटु बेस्ट मेडिसिन हला हमरी घरे अछि जोटा कि केरोसिन तेल। केरोसिन तेल बेसी अधिक ऐड करिवेनी मात्र 2 रु 2.5 ml भीतर नेबे 2.5 ml को आपण पानी रे मिक्स करके खरारे टिके दे देबे तापर आपण गछरे प्रत्येकटी गछरे स्प्रे करि परिबे। तो या द्वारा कोनोसी गछ ऊपर कोनोसी इफेक्ट आनी न थाए कि कोनोसी पत्र पोड़ीबा कि कोनोसी पत्र खराब होबा कि पत्र हळदिया पड़ीबा ए सब रो कोनोसी समस्या न थाए। मेडिसिन पकेले साधारणतः ये सब समस्या धीरे धीरे देखिया को मिले किंतु ये सब हमर घरोई उपाय रे ना कोनोसी समस्या देखिया को मिली न थाए। सेथि पई ए सब ही मु घरोई भाबरे तयारी करके गछरे ऐड करि थाए। एथरक मु होची हाइब्रिड गछ भी बहुत सारा आनिछि कहिना हाइब्रिड गछ मते बहुत ही भल लागे। हाइब्रिड कहिना बांगरा बांगरा गछ होए कि देखिबा को बहुत सुंदर लागे ताहेति पे हाइब्रिड गछ भी किछि आनिछि तो देखा जो सेगुडा को लागि कि 12 मास हबो कि नै 12 मास लागुनी किंतु तथापि लगेछि। तो एठी किछि मोर होची रानी कलर आछि किछि पिंक कलर आछि किछि ऑरेंज कलर किछि पीच कलर भी अछि आउ किछि लाइट पर्पल भी अछि बहुत सारा वेराइटी अछि गछ। आपण मन को ई गछ भितर कोउटा भल लागछि निहाती भाबे जणेबे। आउ एटा उडे मोर डबल पेटल आसीबो खैरी कलर बहुत बढ़िया लागुछि यूनिक लागुछि। तो देखा जाऊ आगु को को गछटा रहउछि आ को गछटा मते 12 मास फुल जुगउछि आपण को नेक्स्ट ब्लॉग रे शेयर करबी। आपण माने सितमे चैनल सदा जोड़ी रहंतु जदि आपण माने सब्सक्राइब करनांदी संग माने निहाती भाबे सब्सक्राइब करंतु आउ जदि वीडियो भल लागिते गोटी लाइक तो निहाती भाबे करिवे। तो एबे हमें जानिबा गछरो किछि आउ नुआ इंपोर्टेंट कथा किंतु एबे हमें जानिबा गछ को हमें कैल्शियम केमती कोन करके जुगेबा। सेबती गछरे प्रकृତରେ बहुत कैल्शियम शॉर्ट हेइताए जेमिति कि पत्र अगी पत्र उडाक मुड़ी मुड़ीका हेते बहुत समय रे ता सहित धीरे धीरे पत्र उडाक मुड़ीबा परे परे डाळ किना भी बंद हो जाए ग्रो करिबा। तो सेते बेले आपण जानिबे गछ को कैल्शियम शॉर्ट होउची तो सेते बेले कोन करिवे गछरे आपण अंडा चोपार गुंडा करके देई परिबे अंडा चोपार फर्टिलाइजर भी बने के देई परिबे नचेत आपण घरे थिबा चॉक खड़ी रो गुंडा करी भी आपण गछ मूल रे देई देबे। तो एको देले आपण को गछर कैल्शियम केबे भी अभाव होवनी गछर कैल्शियम ठीक ठाक रहइबो आ गछर ऊपर भागर पत्र जो मुड़ी जाउतला तो से सब मुड़ीबा बंद हेइ जिवो। बेले बेले हमें जानि नथांदी गोबर खत मध्य प्राय टाइम देई थांदी गोबर खतर क्वांटिटी समिति देबेनी भूलभाल करिके मात्र गछर ग्रोथ आसीबा परे परे मात्र 2 रु 3 मुठा भितरी गोबर खत देबे। गोबर खत देले कोन हबो ना गछरे कैल्शियम रो परिमाण अधिक हुए गछ को न्यूट्रिशन मिले गछर मूल को स्ट्रांग रखिबा सहित बेबी प्लांट बाहरी बारे सहज करि थाए गछरे नुआ फूल कड़ा मध्ये आसीता आ ता सहित एथिरे नाइट्रोजन परिमाण मध्ये अधिक अछि जहा गछ को बहुत ग्रोथ करिबारे सहायता करि थाए। सेति पे गोबर खत हमें प्रत्येक गछरे देई थांदी। तो बहु जन जानि नथांदी परिया चोपा दबा द्वारा हम गछ को केते सारा विटामिन मिलि थाए और ता सहित हम गछ को केते हेल्दी रहिबारे सहायता करि थाए। तो से विषय जदि आपण माने जानि नांदी ताले से विषय भी आपण मन को कहि दोछि परिया चोपा आपण केमती कोन करके व्यवहार करिवे और परिया चोपा कोन गछ को मिलि थाए। प्रथमे तो मो परिया चोपा दुईटी प्रकार दे थाए जेमती गोटे थर डायरेक्ट दे थाए आ गोटे प्रकार होछि इनडायरेक्टली जेमिति कि कंपोस्ट बने के दे थाए गोटे बाल्टी रे मो कंपोस्ट बनेछि जोटे कि मोर वर्मी कंपोस्ट मध्ये कहि परिबे। तो वर्मी कंपोस्ट करके दे परिबे नले आपण ताको माने राती सारा ओवरनाइट भिजे कि मध्ये तर गोटे लिक्विड फर्टिलाइजर बने के भी दे परिबे सेटा भी मध्ये हम गछ पय बहुत ही हेल्पफुल।
ତା ସହିତ ଆପଣ ତାକୁ ଡାଇରେକ୍ଟ ଦେଇପାରିବେ, ଯେମିତି ଡବାରେ ଗୋଟେ ବୋଟଲ ସାହାଯ୍ୟରେ ଆପଣ କୁଣ୍ଡର ସାଇଡରେ ପୋତି ଦେବେ। ପୋତିକି ତାକୁ ଡବାରେ ହିଁ ଆପଣ ଯୋଉ ବୋଟଲ ବନେଇକି ତାକୁ ଦେବେ, ତ ସେ ବୋଟଲ ହିଁ ସେ ଡାଇରେକ୍ଟ ପରିବା ଚୋପା ଦେବେ, ଯାହାକି ଆପଣଙ୍କର ବଢିଆ ଭାବରେ ଗଛର ଖାଦ ହେଇକିରି ସେ ଯୋଗେଇବ ଆଉ ଗଛର ରୁଟ ଯାଏ ପୁରା ଭିଟାମିନ ଟା ପହଞ୍ଚିବ। ତ ଗଛକୁ ପରିବା ଚୋପାରୁ ଆମକୁ ଗଛକୁ ହଉଛି ନ୍ୟୁଟ୍ରିସନ ଆଉ ନାଇଟ୍ରୋଜେନ, ତା ସହିତ ଫସଫରସ, ପୋଟାସିୟମ ଆଉ ମାଇକ୍ରୋ ନ୍ୟୁଟ୍ରିସନ ମଧ୍ୟ ମିଳିଥାଏ, ଯାହା ପାଇଁ ଆମ ଗଛର ପତ୍ରମୁଡା ରୋଗ ବି ଠିକ ଠାକ ଥାଏ। ଗଛର ପତ୍ରମୁଡା ଜମା ବି ଆସିନଥାଏ, ଫୁଲର ସାଇଜ ବି ବହୁତ ବଡ ବଡ ହେଇଥାଏ, ତା ସହିତ ଗଛର ଗ୍ରୋଥ କେବେ କମି ନଥାଏ ଆଉ ବେବି ବ୍ରାଞ୍ଚ ର ଡେଭଲପ ବି ଦିନକୁ ଦିନ ଅଧିକ ଆସିଥାଏ, ଯେମିତି 2 ଗୁଣା ବଢିଥାଏ। ସବୁଥିରେ କିଛି ନା କିଛି ଭିଟାମିନ ଥାଏ, କିଛି ନା କିଛି ନାଇଟ୍ରୋଜେନ ଥାଏ, କିଛି ନା କିଛି କ୍ୟାଲସିୟମ ଥାଏ। ଯେମିତି ଆମର କଫି ପାଉଡର ବି ମଧ୍ୟ ଆମ ଗାର୍ଡେନ ପାଇଁ ବହୁତ ହି ବେନିଫିଟ ଆଣିଥାଏ। କଫି ପାଉଡର ବି ମଧ୍ୟ ସେମିତି ନାଇଟ୍ରୋଜେନର ପରିମାଣ ଅଧିକ ଥାଏ, କିନ୍ତୁ ଇଏ ସବୁ ଆମର ଗଛର ରିଗ୍ରୋଥ ପାଇଁ ଆସିଥାଏ, ଭଲ ଆସିଥାଏ। ତ ବହୁତ ପ୍ରକାର ଅଛି ଆମର ଗାର୍ଡେନ, ଆମ ଗାର୍ଡେନ ପାଇଁ ଆମର ତିଆରି କରିପାରିବା ଘରେ ହିଁ, ଯୋଉଟା କି ଆମର ରୋଷେଇ ଘରୁ ହିଁ ବାହାରିବ। ଯେମିତି ନାଇଟ୍ରୋଜେନ ବି ମିଳିବ ଆମ ଗଛକୁ ବହୁତ ବଢିଆ ଭାବରେ, ଯୋଉଟା କି ଆମର ଆପଲ ଚୋପା, ଯୋଉଟା କି ସେଉ ଚୋପାରେ ବି ମିଳିଥାଏ, କଦଳୀ ଚୋପାରେ ବି ବହୁତ ସାରା ମିଳିଥାଏ, ତା ସହିତ କମଳା ଚୋପାରେ ବି ବହୁତ ଭିଟାମିନ ଥାଏ। ତ କିନ୍ତୁ ୟାର ପ୍ରୋସେସିଂ ଟିକେ ଅଲଗା, ବ୍ୟବହାର କରିବାର ଶୈଳୀ ଟିକେ ଅଲଗା, ଆଉ କେମିତି କଣ ବ୍ୟବହାର କରାଯାଏ ଆପଣ ମାନେ ଜାଣିନାହାନ୍ତି ବୋଲି ଆପଣ ମାନେ ନିହାତି ଫିଙ୍ଗି ଦଉଥିବେ। ତ ଏ ସବୁକୁ ଯଦି ଆପଣ ଥରେ ଜାଣିଯିବେ ତାହେଲେ ଆଉ ଫିଙ୍ଗିବାକୁ ଇଚ୍ଛା କରିବେନି। ଏମିତିରେ ବି ପିଆଜ ଚୋପାରେ ବି ବହୁତ ସାରା ଭିଟାମିନ ଥାଏ। ଗଛରେ ପିଆଜ ଚୋପା ଦେବା ଦ୍ଵାରା କଣ ହୁଏ ଜାଣିଛନ୍ତି? ଗଛରେ ପିଆଜ ଚୋପା ଦେବା ଦ୍ଵାରା ଆମ ଗଛକୁ ଫସଫରସ ମିଳିଥାଏ, ଆଉ ତା ସହିତ ନାଇଟ୍ରୋଜେନ ମଧ୍ୟ ଅଧିକ ମିଳିଥାଏ, ଯୋଉଟା କି ଆମ ଗଛକୁ ନିହାତି ଜରୁରୀ। ଏଇଟା ଫୁଲ ଫୁଟିବା ସମୟରେ ହିଁ ବେଶୀ କରି ଜରୁରୀ ହେଇଥାଏ। ସେଥିପାଇଁ ଫୁଲ କଡ ଆସିବା ସମୟରେ ହିଁ ଆପଣ ପିଆଜ ଚୋପାର ରସ ବା ପିଆଜ ଚୋପାର ଫର୍ଟିଲାଇଜର ବନେଇକି ନିହାତି ଭାବରେ ଦେବେ। ଆଉ ଗଛର ଗ୍ରୋଥ ବା କଡ ଆସିବା ସମୟରେ ଦେଖିବେ ସେଥିରେ ଲିମ୍ବ ତେଲ ତା ସହିତ ହ୍ୟାଣ୍ଡ ୱାଶ ନହେଲେ କୌଣସି ସାମ୍ପୁର ପାଉଚ ଗୋଟେ ପାଉଚ ମିକ୍ସ କରିକି ତାକୁ ସ୍ପ୍ରେ କରନ୍ତୁ, ଦେଖିବେ ଆପଣଙ୍କ ଗଛର ବହୁତ ବଢିଆ ଫୁଲ କଡ ଆସିବ। ମୁଁ ତ କହିବି ଆପଣ ମାନଙ୍କ ଆଡେ ଯଦି ବି ଏଇଭଳି ଦେଶୀ ସେବତୀ ଗଛ ମିଳୁଛି ଯୋଉଟା କି 12 ମାସ ଫୁଲ ଯୋଗେଇଥାଏ, ତାହେଲେ ନିହାତି ଭାବରେ ଗୋଟେ ଆଣିକି ନିହାତି ଲଗାନ୍ତୁ ଆଉ ବହୁତ ସାରା ଫୁଲ ମଧ୍ୟ ପାଆନ୍ତୁ, ଗାର୍ଡେନ କୁ ସୁନ୍ଦର କରନ୍ତୁ। ତ ଆଜିର ବ୍ଲଗ ଟି ଭଲ ଲାଗିଥିଲେ ଗୋଟେ ଲାଇକ୍ ନିହାତି ସେୟାର କରିଦିଅନ୍ତୁ। ତ ଆଜିର ବ୍ଲଗ ଟି ସାଙ୍ଗମାନେ ମୁଁ ଏଇଠି ରଖିଲି, ପୁଣି ଦେଖା ହବ ବହୁତ ଜଲ୍ଦି ନେକ୍ସଟ ବ୍ଲଗ ରେ ଆଉ ଗୋଟେ ସୁନ୍ଦର ଟିପ୍ସ ସହିତ। ତ ଏଠାରେ ପ୍ରଜାପତି କେମିତି ବସିଛି ଦେଖନ୍ତୁ ମୋର ଫୁଲରେ।